पवित्र देवस्नान पूर्णिमा ପାଇଁ ଗ୍ରାମାଞ୍ଚଳ ଏସ୍ପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ କେମିତି ଟ୍ରାଫିକ୍ ନିୟନ୍ତ୍ରଣ କରାଯିବ ସେ ନେଇ ନେମାଳ ଥାନାରେ ଗ୍ରାମାଞ୍ଚଳ ଏସ୍ପି ବିନୀତ ଅଗ୍ରୱାଲଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭିଡ଼ ନିୟନ୍ତ୍ରଣ ପାଇଁ କଟକ ଜିଲ୍ଲାରୁ ମୋଟ 2 ଜଣ ଏସ୍ପି, 5 ଜଣ ଡିଏସ୍ପି, 13 ଜଣ ଆଇଆଇସି, 200ରୁ ଉର୍ଦ୍ଧ୍ୱ ହୋମଗାର୍ଡଙ୍କ ସମେତ ଅନ୍ୟାନ୍ୟ ଫୋର୍ସ ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି। ତେବେ କେଉଁଭଳି ଭାବେ ଭିଡ଼ ନିୟନ୍ତ୍ରଣ ସହିତ ଭକ୍ତମାନେ ସୁରୁଖୁରୁରେ ଦର୍ଶନ କରିବେ ସେ ନେଇ ଗ୍ରାମାଞ୍ଚଳ ଏସ୍ପି ପ୍ରଶିକ୍ଷଣ ଦେଇଥିଲେ। ବର୍ତ୍ତମାନ ବଡ଼ ଖବର ରହୁଛି ଦେବସ୍ନାନ ପୂର୍ଣ୍ଣିମା ପାଇଁ ଗ୍ରାମାଞ୍ଚଳ ଏସ୍ପିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ। ଦେବସ୍ନାନ ପୂର୍ଣ୍ଣିମାରେ କେମିତି ଟ୍ରାଫିକ୍ ନିୟନ୍ତ୍ରଣ କରାଯିବ ସେ ନେଇ ନେମାଳ ଥାନାରେ ଗ୍ରାମାଞ୍ଚଳ ଏସ୍ପି ବିନୀତ ଅଗ୍ରୱାଲଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଛି। ଭିଡ଼ ନିୟନ୍ତ୍ରଣ ପାଇଁ କଟକ ଜିଲ୍ଲାରୁ ମୋଟ 2 ଜଣ ଏସ୍ପି, 5 ଜଣ ଡିଏସ୍ପି, 13 ଜଣ ଆଇଆଇସି, 200ରୁ ଉର୍ଦ୍ଧ୍ୱ ହୋମଗାର୍ଡଙ୍କ ସମେତ ଅନ୍ୟାନ୍ୟ ଫୋର୍ସ ଓଡ୍ରାଫ୍ ଟିମ୍ ନିୟୋଜିତ କରାଯାଇଛି। ତେବେ କେଉଁଭଳି ଭାବରେ ଭିଡ଼ ନିୟନ୍ତ୍ରଣ ସହିତ ଭକ୍ତମାନେ ସୁରୁଖୁରୁରେ ଦର୍ଶନ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଦେଖନ୍ତୁ ରାତି ପାଇଲେ ଜ୍ୟେଷ୍ଠ ପୂର୍ଣ୍ଣିମା ଆସିବ ଆଣ୍ଡ ମହାପୁରୁଷ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଚିପରଙ୍କର ପୀଠରେ ବହୁତ ଲକ୍ଷ ସଂଖ୍ୟାରେ ଭକ୍ତମାନଙ୍କର ସମାଗମ ହେବ। ତା ପାଇଁ ଆମ ତରଫରୁ ଗୋଟେ ଇଲାବୋରେଟ୍ ଆରେଞ୍ଜମେଣ୍ଟ କରାହେଉଛି। ତାରି ବ୍ରିଫିଂ ଆଜି ଏବେ ସରିଛି। ସିମ୍ପଲି ଦର୍ଶନ ପାଇଁ ଆମର ଡିପ୍ଲୟମେଣ୍ଟ କରାଯାଇଛି। ଆଡିସନାଲ ଏସ୍ପି, 5ଟା ଡିଏସ୍ପି, 13ଟା ଇନ୍ସପେକ୍ଟର ଆଉ ଅନ୍ୟାନ୍ୟ ରାଙ୍କର ଅଫିସର एंड पाखापाखि 8 प्लेटून फोर्स और 200 खंडे होमगार्ड विभिन्न जगह ट्रैफिक पार्किंग व्यवस्था कराई। बहुत गुड़ाए पार्किंग प्लेस ट्रैफिक मोबिलिटी प्लान भी आम तरफ शेयर कराई। सबू भक्त मान आम स्वागत जनाऊँ आमर समस्त अनुरोध अच्छी कि तरफ दि जा सबू नियम गुड़ा पालन कर श्रृंखली दर्शन सब जमी सब भक्त मान